जय श्री जगन्नाथ भाई मैंने सर्वप्रथम गुरुदेव गणपति और जगदम्बा को प्रणाम करी आज आम हमरा ଗୋଟେ ଇନସାଇଡ୍ जो सीरीज चली से इनसाइड सीरीज रे ଆମେ ଆଜି ଶନିଶ୍ଚର ମହାରାଜ ପଢିବା। सर्वप्रथम ସମସ୍ତଙ୍କୁ ହାପି ଦୀପାବଳି। ଯୋଉମାନେ କାମ କରୁଛନ୍ତି ଯୋଉମାନେ ଘରେ ବସିଛନ୍ତି ଯୋଉମାନେ ପାଠ ପଢୁଛନ୍ତି ସମସ୍ତଙ୍କୁ ଆଜି ଶନିଶ୍ଚର ମହାରାଜଙ୍କୁ ପଢିବା। ଜାଣିବାକୁ ଚେଷ୍ଟା କରିବା ଶନିଶ୍ଚର ମହାରାଜ କଣ। ଶନିଶ୍ଚର ମହାରାଜଙ୍କୁ ଯଦି ତାଙ୍କର ଅ, ଶନିଶ୍ଚର ମହାରାଜଙ୍କୁ ଯଦି ଆମେ ଅ, ଇଏ କରିବା କଣ କରିବା ନା ତାଙ୍କର ନୈସର୍ଗିକ କାରକ ତତ୍ତ୍ୱ ବିଷୟରେ ଜାଣିବାକୁ ଚେଷ୍ଟା କରିବା। ସେ ନୈସର୍ଗିକ କାରକ ତତ୍ତ୍ୱର ଶନିଶ୍ଚର ମହାରାଜ ହଉଛନ୍ତି କର୍ମାଧିପତି, କର୍ମର ପ୍ରଧାନ ଦେବ। ସବୁତିକ କର୍ମ ଇଚ୍ ଆଣ୍ଡ ଏଭ୍ରି କର୍ମ ତମର ଶନିଶ୍ଚର ମହାରାଜଙ୍କ ଦ୍ଵାରା ନିୟନ୍ତ୍ରିତ ହୁଏ। ଚାहे ତମକୁ ପସନ୍ଦ ଆସୁ ଚାहे ନ ପସନ୍ଦ ଆସୁ ସେ ହଉଛନ୍ତି କର୍ମାଧିପତି। ଠିକ ଅଛି। ଯେହେତୁ ସେ କର୍ମାଧିପତି ସେ ସବୁ କର୍ମର ହିସାବ ରଖନ୍ତି। ସେ କେବେ ବାଛ ବିଚାର କରନ୍ତିନି। ଭଲ କର୍ମର ଭଲ ଫଳ ଦିଅନ୍ତି, ଖରାପ କର୍ମର ଖରାପ ଫଳ ଦିଅନ୍ତି। ଯଦି ତୁମେ ଧର୍ମୋଚିତ କର୍ମ କରିଛ ତାହେଲେ ତମେ ନିଶ୍ଚିତ ଭାବରେ ତାଙ୍କ ପୀଡାରୁ ମୁକ୍ତ ରହିବ। ଯଦି ଧର୍ମୋଚିତ କର୍ମ ନ କରୁଛ ତାହେଲେ ତମେ ତାଙ୍କ ପୀଡାର ସମ୍ମୁଖୀନ ହବା କଥା ହବ। ତାର କଣ ଆଉ କହିବି। ନିଶ୍ଚିତ ଭାବରେ ତମକୁ ପ୍ରୋବ୍ଲେମ ଆସିବା କଥା ଆସିବ ଆଉ। କଣ କଣ ଆମେ ଦେଖୁ ଶନିଶ୍ଚର ମହାରାଜଙ୍କୁ। ସବୁଠୁ ଇମ୍ପୋର୍ଟାଣ୍ଟ ହେଲା ଶନିଶ୍ଚର ମହାରାଜଙ୍କୁ ଟାଇମ ର ବି କାରକ କୁହାଯାଏ। ଟାଇମ ମାନେ କାଳ, ସମୟ, ସମୟରେ ବି କାରକ ବୋଲି କୁହାଯାଏ। ମୃତ୍ୟୁ ର କାରକ ବି ଶନିଶ୍ଚର ମହାରାଜ। ଗ୍ରହ ଜଗତର ପ୍ରଧାନ ମାରକ। ଭୟ, ପତନ। ପତନ ଇନ ଦ୍ୟାଟ କଣ୍ଟେକ୍ସ ମାନେ କଣ ବୁଝିବା। ଗୋଟେ ଲୋକର ଯେତିକି ଲେଭୁଲ ଯେତିକି ଭ୍ୟାଲୁ ସେତିକିରୁ ସେ ଯଦି ଡାଉନ ଗ୍ରେଡ ପଳେଇଲା ତାକୁ ତା ପତନ କୁହାଯାଏ। ଠିକ ଅଛି ନା। ଆଜି ଲକ୍ଷ ଟଙ୍କା ଇନକମ କରୁଛି ଯେମିତି ମୋ ସହିତ ଘଟିଲା। ମୁଁ କୌଣସି ଗୋଟେ ଜାଗାରେ ଜବ କରୁଥିଲି ଯୋଉ ଟାଇମରେ ଯେତିକି ମିଳୁଥିଲା ତାର ନେକ୍ସଟ ଯେତେବେଳେ ମୋର ଜବ ସୁଇଚ ହେଲା ତାର ମତେ 1/5 ସାଲେରୀ ମିଳିଲା ଯେତେବେଳେ ଶନିଶ୍ଚର ମହାରାଜ ଅପରେଟ କଲେ। ଯାହା ଭାଗ୍ୟରେ ଅଛି ସେ ହବ, ସେଥିରେ କୌଣସି ରୋକିବାର ନାହିଁ। ଆଉ ଏବଂ ଯାହା ସେ ଟାଇମରେ ଶନିଶ୍ଚର ମହାରାଜ କଲେ ସେଟା ଠିକ ବି କରିଥିଲେ। ସେଟା ପରେ ବୁଝିବାକୁ ପଡିଲା କିନ୍ତୁ ସେ ଟାଇମରେ ବହୁତ କଷ୍ଟ ହେଇଥିଲା। ସମ୍ମାନଚ୍ୟୁତ ହବା, ଗାଦିଚ୍ୟୁତ ହବା, ଏଇଟା ସବୁ ଶନିଶ୍ଚର ମହାରାଜଙ୍କୁ ଦେଖନ୍ତି। ଅପମାନ, ଭେରି କ୍ରୋନିକ ଡିଜିଜ। ରୁଟ କଜ ଅଫ କ୍ରୋନିକ ଡିଜିଜ ହଉଛନ୍ତି ଶନିଶ୍ଚର ମହାରାଜ। ଦୁଃଖ, ଦରିଦ୍ରତା, ବଦନାମୀ, ପାପ, ମାନେ ଯୋଉ ମଜଦୁରୀ କରିବା ସେ ବି ଶନିଶ୍ଚର ମହାରାଜଙ୍କଠୁ ଆମେ ଦେଖୁ। ଅପବିତ୍ରତା, ନିନ୍ଦା, ଅପମାନ ଏଗୁଡା ବି ଆମେ ଶନିଶ୍ଚର ମହାରାଜଙ୍କଠୁ ଦେଖୁ। ଆପତ୍ତି, ଅଳସୁତା ଇଏ ବି ଶନିଶ୍ଚର ମହାରାଜଙ୍କଠୁ ଦେଖୁ। ନିନ୍ଦା, ନିନ୍ଦିତ କର୍ମ ସିଏ ବି ଶନିଶ୍ଚର ମହାରାଜଙ୍କଠୁ ଦେଖୁ। ମରିବାର ସୂତକ ମାନେ କିଏ କାହା ଡେଥ କରିଯିବ କୋଉଠି ଫ୍ୟାମିଲିରେ ସେ ଯୋଉ ସୂତକ ଲାଗେ ସେଇଟା ବି ଶନିଶ୍ଚର ମହାରାଜଙ୍କୁ ଦେଖୁ। ପ୍ରୋକ୍ରାଷ୍ଟିନେଟ କରିବା, ଆଜି କରିବିନି କାଲି କରିବି, କାଲି କରିବିନି ପରଦିନ କରିବି, ଯୋଉଟା କି ମୋ ସହିତ ହୁଏ ମୋରି କାମ ପାଇଁ। ଆଉ ସେଇଟା ବି ଶନିଶ୍ଚର ମହାରାଜଙ୍କୁ ଦେଖୁ। କରଜ ନବା ସେଇଟା ବି ଶନିଶ୍ଚର ମହାରାଜଙ୍କୁ ଦେଖୁ। ଚାକିରି, ସବୁ ଚାକିରି, ସେବା ଡିପାର୍ଟମେଣ୍ଟ ସେଟା ବି ଶନିଶ୍ଚର ମହାରାଜଙ୍କୁ ଦେଖୁ। ଜେଲ ଯିବା, ଦାସତ୍ୱ ଇଏ ବି ଶନିଶ୍ଚର ମହାରାଜଙ୍କୁ ଦେଖୁ। ଆରେଷ୍ଟ ହବା ବି ଶନିଶ୍ଚର ମହାରାଜଙ୍କୁ ଦେଖୁ। କୃଷକ ବି ଆମେ ଶନିଶ୍ଚର ମହାରାଜଙ୍କୁ ଦେଖୁ, କୃଷି କାର୍ଯ୍ୟଟା। ଆଉ ଯୋଉ କାମରେ ବହୁତ ପ୍ରକାର ମେହନତ ଲାଗେ ସେଇଟାକୁ ଆମେ ଶନିଶ୍ଚର ମହାରାଜଙ୍କୁ ଦେଖୁ। ଶନିଶ୍ଚର ମହାରାଜଙ୍କୁ କାହିଁ ଲୋକ ଏତେ ଭୟ କରନ୍ତି। ଦେଖନ୍ତୁ ସର୍ବପ୍ରଥମ ମନେ ରଖନ୍ତୁ ଯିଏ କର୍ମାଧିପତି ହେଇଛନ୍ତି ସିଏ କର୍ମର ସବୁ ପ୍ରକାର ହିସାବ ରଖିବେ। ଯୋଉମାନଙ୍କର ଶନିଶ୍ଚର ମହାରାଜଙ୍କ ସହିତ ବହୁତ ଗେହରା ରିସ୍ତା ଯେମିତି କିି ମୋର, ତ ସେଇଠି ମୁଁ କଣ ବି କହିବି। ଆପଣଙ୍କୁ ପ୍ରତ୍ୟେକ କର୍ମ ଧର୍ମୋଚିତ କରିବାକୁ ପଡିବ। ଚାହେ ଆପଣ ଆପଣଙ୍କ ଏଗେନଷ୍ଟରେ ହିଁ କାହିଁକି ଛିଡା ନ ହେଇଯାଆନ୍ତୁ। ଯଦି ଆପଣ ସେମିତି ନ କରିବେ ତାହେଲେ ଶନିଶ୍ଚର ମହାରାଜ ଆପଣଙ୍କୁ ମାଫ କରିବେନି। ମୁଁ କଣ କହିବାକୁ ଚାହୁଁଛି, ମୁଁ କଣ୍ଟେକ୍ସଟ ଟା ବୁଝିବାକୁ ଚାହୁଁଛି। ଗୋଟେ ତିନିଟା ଜିନିଷ ଶନିଶ୍ଚର ମହାରାଜଙ୍କଠୁ ମନେ ରଖନ୍ତୁ। ଟାଇମ, ହାର୍ଡ ୱାର୍କ
ପେସେନ୍ସ। ଯଦି ଟାଇମ ଅଛି, ସମୟକୁ ତମେ ରେସପେକ୍ଟ କରୁନ, କର୍ମ କଲା ବେଳେ ତମକୁ ସମୟ ରେସପେକ୍ଟ କରେନି। ଏଇଟା ଶନିଶ୍ୱର ମହାରାଜ କହନ୍ତି। ଶନିଶ୍ୱର ମହାରାଜ ପ୍ଲାନେଟ ହିସାବରେ ସବୁଠୁ ନିମ୍ନରେ। ଶନିଶ୍ୱର ମହାରାଜଙ୍କଠୁ ପାୱାରଫୁଲ ହଉଛନ୍ତି ମଙ୍ଗଳ ମହାରାଜ, ମଙ୍ଗଳଙ୍କଠୁ ବୁଧ, ବୁଧଠୁ ଗୁରୁ, ଗୁରୁଠୁ ଶୁକ୍ର, ଶୁକ୍ରଠୁ ଚନ୍ଦ୍ର, ଚନ୍ଦ୍ରଠୁ ରବି। ସବୁଠୁ ପାୱାରଫୁଲ ହଉଛନ୍ତି ରବି ମହାଗ୍ରହ। ମାନେ ଗ୍ରହ ଜଗତରେ ଛାୟା ଗ୍ରହଙ୍କ କଥା ମୁଁ କହୁନି, ବଟ ସିଏ ଯୋଉଠିକି ଯିବେ, ସେ ହଉଛନ୍ତି ଗ୍ରହ ଜଗତର ପୀଡା ବୋଲି ତାଙ୍କୁ କୁହାଯାଏ। ସେ ଯୋଉଠିକି ଯିବେ ସେ ପୀଡା ଦେବେ। ଆମେ ଲଗ୍ନ ଶନି ନେଇକି ବସଛୁ, ଆମର ଲଗ୍ନରେ ଶନି ବସିଛନ୍ତି, ମାନେ ମତେ ଶନିଶ୍ୱର ମହାରାଜ ନିୟନ୍ତ୍ରଣ କରୁଛନ୍ତି। ଯେହେତୁ ଲଗ୍ନରେ ବସିଛନ୍ତି, ଶନିଶ୍ୱର ମହାରାଜ ନିୟନ୍ତ୍ରିତ କରୁଛନ୍ତି, ମୁଁ ଯଦି କୌଣସି ବି କାମ ଧର୍ମଚିତ ନ କରିବି, ତାହେଲେ ତାର ପୀଡା ଟା ମତେ ବହୁତ ଶୀଘ୍ର ମିଳିଯିବ। ଯେତିକି ମୁଁ ବାସ୍ତବବାଦୀ ହେଇକି କରିବି ମତ ପାଇଁ ଭଲ। ଆଉ ମୁଁ ଯେତିକି ବି କାମ କରିବି, ମତେ ନିନ୍ଦା ଅପମାନ ଆଉ ମୋ ସହିତ ଡିସରେସପେକ୍ଟ ଏଇଟା ହବାଟା ଥୟ, କାରଣ ମୁଁ ଏଇଟା ନେଇକିନା ଆସିଛି ପୂର୍ବଜନ୍ମ। କାହା ପାଇଁ ତମେ ହଜାର ବି କରିଦବ ବି, ଯଦି ଶନିଶ୍ୱର ମହାରାଜ ଲଗ୍ନକୁ ଦେଖୁଛନ୍ତି ବା ଲଗ୍ନରେ ବସୁଛନ୍ତି, ତାହେଲେ ତମକୁ ପୀଡା ମିଳିବ। ମୋ ସହିତ କାହିଁ ଏମିତି ହଉଛି, ପୂର୍ବ ଜନ୍ମରେ ମୁଁ କିଛି ଗୋଟେ ଭୁଲ ଭାଲ କରିଥିବି, ସେଥିପାଇଁ ମୋ ସହିତ ଏମିତି ହଉଛି। କିନ୍ତୁ ଶନିଶ୍ୱର ମହାରାଜଙ୍କୁ, ଯେହେତୁ କୋଲ୍ଡ ପ୍ଲାନେଟ, ସେ ବହୁତ ହି କୋଲ୍ଡ, ବହୁତ ସ୍ଲୋ ଚାଲନ୍ତି ଗ୍ରହ ଜଗତରେ, 2.5 ବର୍ଷରେ ଗୋଟେ ରାଶି ଚେଞ୍ଜ କରନ୍ତି। ତେଣୁ ଶନିଶ୍ୱର ମହାରାଜ ଟ୍ରାନଜିଟ ରେ ଯୋଉ ଘରକୁ ଯିବେ, ସେଇ ଘର ରିଲେଟେଡ କିଛି ଗୋଟେ କାମ ଆପଣଙ୍କର ହବ ହିଁ ହବ। ଗୋଟେ କଥା ମନେ ରଖିଥାନ୍ତୁ, ଯେହେତୁ ସେ ନୈସର୍ଗିକ ପୀଡାର କାରକ, ସେ ଯୋଉ ଘରେ ଟ୍ରାନଜିଟ କରୁଥିବେ ଆପଣଙ୍କୁ ସେଇ ରିଲେଟେଡ ପ୍ରୋବ୍ଲେମ ବା ସେଇ ରିଲେଟେଡ କିଛି ଜିନିଷ ହବା କଥା ହବ। ଏବେ ଇମ୍ପ୍ରୁଭମେଣ୍ଟ କେମିତି କରିବା? ଜମାରୁ କୌଣସି କାମ ଯୋଉଟା ଭାବିଛନ୍ତି ତାକୁ ପ୍ରୋକ୍ରାଷ୍ଟିନେଟ କରନ୍ତୁ ନାହିଁ। ଆଜି କରିବି କାଲି କରିବି ସେମିତି କରନ୍ତୁନି। କରିଲେ ଆପଣଙ୍କୁ ପ୍ରୋବ୍ଲେମ ହବ। କୌଣସି ମଇଳା କପଡା ଜିନିଷ ପିନ୍ଧନ୍ତୁନି, ସଫା ଡ୍ରେସ ପିନ୍ଧନ୍ତୁ, ଆପଣଙ୍କର ଶନିଶ୍ୱର ମହାରାଜ ଠିକ ରହିବେ। ଯୋଉ କହନ୍ତି ଆଚାର ପରମ ଧର୍ମ, ଆଚାରଠୁ ବଡ ଧର୍ମ ନାହିଁ। ତମର ଆଚାର ଆଚରଣ ଯଦି ଶୁଦ୍ଧ ପୂତ ନିରାମୟ ନ ଅଛି, ତାହେଲେ ତମକୁ ପ୍ରୋବ୍ଲେମ ହବ ହିଁ। ଏଇ ସବୁ ଜିନିଷ ମୁଁ କାହିଁ କହୁଛି, ମୁଁ ଏଇସବୁ ଜିନିଷ କାହିଁ କହୁଛି, ମୁଁ ଏଇସବୁ ଜିନିଷ ଏଇଥିପାଇଁ କହୁଛି ଯେ ମୁଁ ଏଇ ଜିନିଷଟାକୁ ବାସ୍ତବରେ ପରିଲକ୍ଷିତ କରିଛି। ଯଦି ଶନିଶ୍ୱର ମହାରାଜ କାହାର ଦଶମ ଘରେ ଗୋଚର କରୁଛନ୍ତି ଟ୍ରାନଜିଟ ରେ, ତାହେଲେ ତାପରେ ଏତେ କାମ ଆସିବ, ଏତେ କାମ ଆସିବ, ବର୍ଡନ ଉପରେ ବୋଝ ଉପରେ ନଳିତା ବିଡା ଆସିବ। ଶନିଶ୍ୱର ମହାରାଜ ଯୋଉ ଘରକୁ ପଳେଇଲେ, ସେ ଘରର ବୋଝ ବଢିଗଲା। ଏକରେ ସ୍ଲୋ ଚାଲିବେ, ତମର ସେଇ କାମ ରିଲେଟେଡ ଜିନିଷ ଗୁଡାକ ସବୁ ସ୍ଲୋ ଚାଲିବ, କିନ୍ତୁ ରେଜଲ୍ଟ ମିଳିବ, କିନ୍ତୁ ସ୍ଲୋ ହେଇଯିବ। ତେଣୁ ମୋର କହିବାର ତାତ୍ପର୍ଯ୍ୟ ହେଲା ଏଇଆ, ଯଦି ଆପଣ ଭାବୁଛନ୍ତି ଯେ ମତେ ଅଧିକା କାମ ମିଳୁଛି କାହିଁକି, ମତେ କାହିଁକି ଏତେ ରେସପନସିବିଲିଟି ମିଳୁଛି, ଯେତେବେଳେ ଯେତେବେଳେ ଜୀବନରେ ତମକୁ କିଛି ଏକ୍ସଟ୍ରା ରେସପନସିବିଲିଟି ମିଳେ, ତମାନେ ଚିଡିବା ଅପେକ୍ଷା ତମେ ଭଗବାନଙ୍କୁ ପ୍ରଣାମ କରି କୁହ ଧନ୍ୟବାଦ। କାରଣ କର୍ମର ବନ୍ଧନରୁ କେହି ବି ମୁକ୍ତ ନୁହଁ ନା, ଯେ ପର୍ଯ୍ୟନ୍ତ ତୁମକୁ ସେଇ ମୁକ୍ତି ଟା ପରମ ପିତା ଲୀଳା ପୁରୁଷୋତ୍ତମ ଭଗବାନ ଶ୍ରୀକୃଷ୍ଣ ଦେଇନାହାନ୍ତି। ଆଉ ଯେତେବେଳେ କିଛି ଏକ୍ସଟ୍ରା ରେସପନସିବିଲିଟି ମିଳେ, ସେଇ ରେସପନସିବିଲିଟି ଟାକୁ ତୁମେ ଯଦି ନ ପାଳନ କଲ, ମନ ଇଚ୍ଛା କରିଦେଲ, କିଛି ବି କରିଦେଲ ମନ ଇଚ୍ଛା, ଏବଂ ତାକୁ ଆଭଏଡ କରିକି ଚାଲିଗଲ, ତାହେଲେ ସେଇ ଯୋଉ ରେସପନ୍ସିବିଲିଟି ସେତେବେଳେ ଯୋଉ ତମେ ଦାୟିତ୍ୱ ସହିତ ନ ନିଭେଇଛ, ସେଇଟା ଆଗକୁ ଯାଇକି ତମକୁ କରିବାକୁ ପଡିବ, ଯେକୌଣସି କ୍ଷେତ୍ରରେ ବି ହେଲେ କରିବାକୁ ପଡିବ। ଏସ୍କେପ ରୁଟ ନାହିଁ। ସେଥିପାଇଁ କର୍ମ ହଉଛି ଇନଏସ୍କେପେବଲ ଲ ଅଫ ଲାଇଫ। ଆହୁରି ଗୋଟେ କଥା ମନେ ରଖିବେ, ଯେତେବେଳେ କୌଣସି ଲୋକ ପଲିଟିକ୍ସ ରିଲେଟେଡ କୌଣସି କୋଶ୍ଚିନ୍ ପଚାରିବ, କୋଉ ଲୋକ କେତେ ଲୋକଙ୍କୁ ଲିଡ୍ କରିପାରିବ, ତା କେତେ ଲୋକଙ୍କର ଲିଡର ବନିପାରିବ, ସେଇଟା ବି ଆମେ ଶନିଶ୍ୱର ମହାରାଜଙ୍କୁ ଦେଖୁ। କାହିଁକି ନା ମାସେସ କୁ ଶନିଶ୍ୱର ମହାରାଜ କଣ୍ଟ୍ରୋଲ କରନ୍ତି, କିଏ କେତେ ଭିଡ ଏକାଠି କରିପାରିବ। ଆପଣ ମାନେ ଏଇଥିରୁ ବୁଝନ୍ତୁ
କର୍ମ, କର୍ମ ସହିତ ପୀଡା ଆସେ। ସେଥିପାଇଁ ଭଗବାନ କହିଲେ ନିଷ୍କାମ କର୍ମ କରିବା ପାଇଁ। ତ ଶ୍ରୀମଦ୍ ଭାଗବତ ଗୀତାରେ କର୍ମଯୋଗ ବି ଅଛି, ସେଥିରେ ବହୁତ ସୁନ୍ଦର ଭାବରେ ଭଗବାନ ଡେସ୍କ୍ରିପସନ ଦେଇଛନ୍ତି। ତେଣୁ ଶନିଶ୍ୱର ମହାରାଜଙ୍କୁ ବୁଝିବା ପୂର୍ବରୁ ତମେ କର୍ମଯୋଗ ପଢିବା ଉଚିତ। କାରଣ ସବୁ ଶ୍ଲୋକ ତ ଭଲସେ ବୁଝି ହବନି। ଠିକ ଅଛି। ଏଇ ସବୁ ଜିନିଷରୁ ମୁଁ ଗୋଟେ ଜିନିଷ ଆପଣମାନଙ୍କୁ କହିବାକୁ ଚାହିଁବି, କାହା ଉପରେ ବ୍ଲେମ ଲଗେଇବେନି। ପରନିନ୍ଦା ପରଚର୍ଚ୍ଚା ଆପଣ ଯଦି କରିଛନ୍ତି, ତାହେଲେ ଆପଣ ଗୋଟେ କଥା ମନେ ରଖିବେ, ସେଇ ଯୋଉ ପରନିନ୍ଦା ପରଚର୍ଚ୍ଚା ଆପଣ କରିଛନ୍ତି, ଧୀରେ ଧୀରେ ଆପଣ ଆପଣଙ୍କ କ୍ୱାଲିଟି ଭିତରେ ସେଟାକୁ ଦେଖିବାକୁ ପାଇବେ। ତ ଆପଣ ସେ ଭୁଲଟା କରୁଛନ୍ତି। ଆଉ ଏଇଟା ଶନିଶ୍ୱର ମହାରାଜଙ୍କ ଯୋଗୁଁ ହୁଏ। ଯୋଉ ଲୋକମାନଙ୍କର କୁଣ୍ଡଳୀରେ ଶନିଶ୍ୱର ମହାରାଜ ଭଲ ଥାନ୍ତି, ସେମାନେ କର୍ମକୁ ନିନ୍ଦନ୍ତିନି କି ତାଙ୍କୁ ଏକ୍ସଟ୍ରା ରେସ୍ପନ୍ସିବିଲିଟି ଦେଲେ କିଛି ଭାଗିବାର ନାହିଁ। ସେମାନେ ପ୍ରିପେୟାର୍ଡ ରହନ୍ତି ଏକ୍ସଟ୍ରା ରେସ୍ପନ୍ସିବିଲିଟି ପାଇଁ। ଯିଏ କେବଳ ନିଜ ପାଇଁ ଭାବେ, ନିଜ କର୍ମ ପାଇଁ ଭାବେ, ସେମାନଙ୍କର ଶନିଶ୍ୱର ମହାରାଜ ଖରାପ ଥାନ୍ତି। ଯିଏ ଅନ୍ୟମାନଙ୍କ ପାଇଁ ଭାବେ, ଅନ୍ୟମାନଙ୍କ ବିଷୟରେ ଚିନ୍ତନ ରଖେ, ତାର ଶନିଶ୍ୱର ମହାରାଜ ପଜିଟିଭ ରହନ୍ତି। ଆଉ ଶନିଶ୍ୱର ମହାରାଜ ଯୋଉ ଘରକୁ ଯାଆନ୍ତି, ସେ ଘରର ବର୍ଡନ ଟା ଆପଣଙ୍କୁ ଉଠେଇବାକୁ ହିଁ ପଡିବ, କିଏ ରୋକିପାରିବେନି। ଶନିଶ୍ୱର ମହାରାଜଙ୍କ ଇଷ୍ଟ ଦେବୀ ହଉଛନ୍ତି ଦକ୍ଷିଣ କାଳୀ। ମୁଁ ବି ଭାବେ ଛୁଆବେଳେ, ମୁଁ ଦକ୍ଷିଣ କାଳୀଙ୍କ ପ୍ରତି ଏତେ କାହିଁକି ଡିପ୍ କନେକ୍ସନ ଅଛି। ଠିକ ଅଛି। ସେଟା ମୁଁ ପରେ ଜାଣିଲି ଆଷ୍ଟ୍ରୋଲୋଜି ପଢିଲା ପରେ କି କାହିଁକି ଏତେ ଡିପ୍ କନେକ୍ସନ ଅଛି। ସଂସାର ନିୟମ ବହୁତ ବଡ ବିଚିତ୍ର। ଯେମିତି ଆପଣଙ୍କର ସବୁତିକ କର୍ମ ଶନିଶ୍ୱର ମହାରାଜ ଷ୍ଟୋର କରି ବସିଥାନ୍ତି, ଏବଂ ଟାଇମ ଟୁ ଟାଇମ ତାର ଫଳ ଦିଅନ୍ତି। ମୁଁ ଆପଣଙ୍କୁ ଗୋଟେ ଅବତାରର କଥା କହୁଛି, ନାରାୟଣଙ୍କର କୁର୍ମ ଅବତାର। ସମୁଦ୍ର ମନ୍ଥନ ହେଲା, ମନ୍ଦର ପର୍ବତକୁ ନାରାୟଣ କୁର୍ମ ଅବତାର ନିଜ ପିଠିରେ ଧରିଲେ। ସେ ଅବତାରକୁ କେହି ଦେଖନ୍ତିନି, ସେ ସମୁଦ୍ର ଭିତରେ ରହୁଛନ୍ତି। ନାରାୟଣ ସେଇ ଯୋଉ ମନ୍ଦର ପର୍ବତକୁ ନିଜର ପିଠିରେ ଧରିଛନ୍ତି, କେତେ ପୀଡା ନ ହେଇଥିବ। ଗୋଟେ ପଥର ପଡିଗଲେ ଗୋଟେରେ କେମିତି ହେଇଯାଉଛି, ଗୋଟେ ପର୍ବତକୁ ଧରିଛନ୍ତି। ଆଉ ସେ ପୁଣି ଚର୍ଣ୍ଣିଂ ହଉଛି ଯେ ବହୁତ ବର୍ଷ ଯାଇ ଚର୍ଣ୍ଣିଂ ହେଇଛି, ଆଉ ସେ ସମ୍ଭାଳିଛନ୍ତି। କିନ୍ତୁ ଦେଖାଯାଉନି ଉପରକୁ। ତେଣୁ ଶନିଶ୍ୱର ମହାରାଜ ଯୋଉମାନଙ୍କର ଥିବେ ଆ ଲଗ୍ନରେ, ସେମାନେ ହଜାର କାମ କଲେ ବି ଲୋକ ସାମ୍ନା ବାଲାକୁ ଦେଖାଯିବନି ସେ କଣ କଲା। ସେମାନେ କହିବେ କଣ କରୁଥିଲା କି, ଏମିତି ବସିଥିଲା ଏଇଠି ଆସି। ତେଣୁ ଇରେସ୍ପେକ୍ଟିଭ ଅଫ ଏଭ୍ରିଥିଙ୍ଗ, ମୁଁ ଶନିଶ୍ୱର ମହାରାଜଙ୍କୁ ନା ଖରାପ କହିବି ନା ଭଲ କହିବି। ତାଙ୍କୁ ଯାହା ପରମ ପିତା ରୋଲ ଦେଇଛନ୍ତି କରିବା ପାଇଁ, ସେ ତାର ବହୁତ ଭଲସେ ନିଭଉଛନ୍ତି। ଆଉ ଏତେ ସୁନ୍ଦରଲି ନିଭଉଛନ୍ତି ଯେ କୌଣସି ଲୋକ ବିଷୟରେ ପ୍ରେଡିକ୍ସନ ଭୁଲ ହେଇଯାଇପାରେ, କିନ୍ତୁ ଶନିଶ୍ୱର ମହାରାଜଙ୍କ ପ୍ରେଡିକ୍ସନ କେବେ ବି ଆଷ୍ଟ୍ରୋଲୋଜିରେ ଭୁଲ ହବନି। ସତ୍ୟ ହବା କଥା ହିଁ ହବ, କାରଣ ସେ ସେଇଥିପାଇଁ ଆସିଥାନ୍ତି। ତ ଆମେ ଆଜି କଣ ଜାଣିଲେ? ଆମେ ଜାଣିଲେ କର୍ମକୁ ଡରିବା କଥା ନାହିଁ, ମୁକ୍ତ ରହିକି କର୍ମ କରିବା କଥା, ମୁକ୍ତ ଭାବରେ କର୍ମ କରିବା କଥା। ଯଦି ଆପଣ ଏତିକି କରିଛନ୍ତି, ତାହେଲେ ଆପଣଙ୍କ ପାଇଁ କୌଣସି ଟେନସନ ନାହିଁ। ଯଦି ଆପଣ କମ୍ପ୍ଲେନ କରିଛନ୍ତି କର୍ମରେ, ତାହେଲେ ହରିବୋଲ, ଆପଣଙ୍କୁ ନେକ୍ସଟ ବର୍ଡନ ପାଇଁ ରେଡି ରହିବା ଦରକାର। ଆଉ ଶନିଶ୍ୱର ମହାରାଜ ଆୟୁକୁ ନିର୍ଦ୍ଧାରିତ କରନ୍ତି। ଯେତେବେଳେ ବି କୋଉ ଲୋକ ଡେଥ କରିବ, କଣ କରିବ, ସେଟା ବି ଶନିଶ୍ୱର ମହାରାଜଙ୍କୁ ଦେଖାଯାଏ ଏବଂ ଦ୍ୱାଦଶ ଭାବରୁ ଦେଖାଯାଏ, କିନ୍ତୁ ମୁଖ୍ୟତଃ ଶନିଶ୍ୱର ମହାରାଜଙ୍କୁ ଦେଖାଯାଏ। ସେଥିପାଇଁ ଶନିଶ୍ୱର ମହାରାଜ ହଉଛନ୍ତି ଅଷ୍ଟମ ଭାବର କାରକ ଗ୍ରହ। ଅଷ୍ଟମରେ ଶନି ଥିଲେ ଆୟୁ ବହୁତ ବଡ ବଡ ହୁଏ। ଆଉ ବହୁତ ସାରା ପ୍ରେଡିକ୍ସନ ଅଛି, ଆମେ ଜାଣି କଣ ହବ। ଆମେ ତ ବେସିକ୍ସ ବୁଝୁଛେ, ତେଣୁ ଏଇଟା ବେସିକ ସେସନ ଆମେ ଶନିଶ୍ୱର ମହାରାଜଙ୍କ କଭର କଲେ। ମୁଁ ଆଶା କରୁଛି ଗୋଟେ ବ୍ରିଫ୍ ଆଇଡିଆ ଆପଣ ମାନଙ୍କୁ ଦେଇପାରିଥିବି। ସମସ୍ତଙ୍କୁ ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।